ଉପସ୍ଥିତି ମଧ୍ୟରେ ଆଦମ ହବାକୁ ରଖିଥିଲେ ତଦ୍ରୂପ ଆମେ ଏକ ଉଦ୍ୟାନ ମଧ୍ୟରେ ଅଛୁ, ଆମେ ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ ରହିଅଛୁ। ମହଲ ଦେଇଛନ୍ତି ଆଉ ଗୋଟେ ବଗିଚାକୁ ଆମେ ଆସିଛୁ, ସେଥିଲାଗି ପ୍ରଭୁଙ୍କର ମହିମା ହଉ। ହାଲେଲୁୟା ହାଲେଲୁୟା ହାଲେଲୁୟା। ଆଉ ଯାହା ବି ହଉ, ଯେ ବଗିଚାର ମାଲିକ ଯେ ଆମକୁ ପରମିଶନ ଦେଇଛନ୍ତି, ପ୍ରଭୁ ତାଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆମ ଅନନ୍ତ ଭାଇଙ୍କର ପରିବାର ଆଉ ତାଙ୍କର ଦିଦିଙ୍କର ପରିବାର ଅକ୍ଲାନ୍ତ ପରିଶ୍ରମ ବି କରିଛନ୍ତି। ପ୍ରଭୁ ସେମାନଙ୍କୁ ଆମର ଭାଇ ମାନେ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରି ପାଣି, ଦିଦି ମାନେ ମଧ୍ୟ ପାଣି ଆଣିଲେ। ଆମଙ୍କର ଭାଇ ଭଉଣୀ ମାନେ ମଧ୍ୟ ରନ୍ଧା ମଧ୍ୟରେ ପୁରା 1000 ଲୋକ ଆମେ ମିଶିକରି ଆମେ କଣ ରିଟ୍ରିଟ୍ କରିବା। ଲୋକ କହିବେ ଇଏ ୱାର୍ଲଡ ରେକର୍ଡ ହେ। ହାଲେଲୁୟା। ସତ କଥା କହିବି, ମୁଁ ଭାବୁଥିଲି ଯେ ଜଷ୍ଟ ବୋଧେ 10 ରୁ 15 ଜଣ ହେବୁ, ଆଉ ଅଧିକ ହେବୁ ନାହିଁ। ବାକି ପ୍ରଭୁ ଆମକୁ ପ୍ରାୟତଃ 150 ରୁ ଆମ ସ୍ଥାନରେ 150 ଲୋକ ପାଖାପାଖି ଅଛୁ, ସେଥିଲାଗି ପ୍ରଭୁଙ୍କର ମହିମା ହଉ। ହାଲେଲୁୟା। ଓକେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆପଣମାନେ ଭାବୁଥିବେ ପିକନିକ୍ କିପରି ଆରମ୍ଭ ହେଲା, କ'ଣ ହେଲା, କିଛି ତ ଦେଖାଗଲା ନାହିଁ। ଡାଇରେକ୍ଟ ଆଜ୍ଞା ମେସେଜ୍ କହୁଛନ୍ତି। ଆସୁ ଆମେ ରିଭର୍ସ କରିବା ଏବଂ ଆରମ୍ଭରୁ ସମସ୍ତ ବିଷୟକୁ ଦେଖିବା, କିପରି ଆମର ଭାଇ ଭଉଣୀମାନେ ପ୍ରତ୍ୟେକ ପରିଶ୍ରମ କରି ଏ ବିଷୟକୁ ପୂର୍ଣ୍ଣ କରିଅଛନ୍ତି ଏବଂ ଭ୍ୟାଲେଣ୍ଟାଇନ୍ର ଏକ ଗୁରୁତ୍ୱପୂର୍ଣ୍ଣ ମେସେଜକୁ ଆମେ ପ୍ରଭୁଙ୍କ ଦାସଙ୍କ ଠାରୁ ଆମେ ଶୁଣୁଥିବା ଏବଂ ଏ ପିକନିକ୍ରେ ଯେତେ ଜଣ ମଧ୍ୟ ସହଯୋଗ କରିଅଛନ୍ତି ପ୍ରତ୍ୟେକଙ୍କର ସମସ୍ତ ବିଷୟକୁ ଆମେ ଦେଖି ଏ ବିଷୟକୁ ଆନନ୍ଦ ଉପଭୋଗ କରୁଥିବା। ଆଉ ପ୍ରତ୍ୟେକଙ୍କୁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏ ଭିଡ଼ିଓକୁ ସ୍ୱାଗତ କରେ। ଆପଣମାନେ ଏହାକୁ ଦେଖନ୍ତୁ, ଆନନ୍ଦ ଅନୁଭବ କରନ୍ତୁ, ପ୍ରଭୁରେ ଆହୁରି ପଢ଼ନ୍ତୁ ଏବଂ ଲାଇକ୍, କମେଣ୍ଟ ଏବଂ ସେୟାର କରନ୍ତୁ। ଧନ୍ୟବାଦ। खाली प्रार्थना गिरजा करवा लगे सेटा हमार मुख्य उद्देश्य है।
ହତାଶା ଆଉ ଜୀବନ ମୁକ୍ତି ନ କଲେ କେହି ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ଯୋହନ 14:6। I will lift up my eyes to the mountains, from whence shall my help come? My help comes from the Lord who made heaven and earth. Psalm chapter 121 verse 1 and 2. मांगोगे तो मिलेगा, ढूंढोगे तो पाओगे, खटखटाओगे तो तुम्हारे लिए खोला जाएगा। বজা বুঝা